କଥା ପ୍ରସଙ୍ଗ ବାବୁରେ ନାରଦ ଯାଇକି ବୈକୁଣ୍ଠପୁରରେ ପହଞ୍ଚିଛୁ। କଳିପ୍ରିୟ ନାରଦ ବୈକୁଣ୍ଠପୁରରେ ପହଞ୍ଚିଲେ। ଯେତେବେଳେ ବୈକୁଣ୍ଠପୁରରେ ପହଞ୍ଚିଲେ ବୈକୁଣ୍ଠ ବିହାରୀ ଠାକୁର ମୋର ମନ ଦୁଃଖ କରିକି ବସିଛନ୍ତି। ଠାକୁରଙ୍କ ମନରେ ଆନନ୍ଦ ନାହିଁ। ମୁଖମଣ୍ଡଳଟି ବାପା ଝାଉଁଳି ପଡ଼ିଛି। ନାରଦ ଦେଖିଲେ ମୋ ପ୍ରଭୁଙ୍କର ମୁଖମଣ୍ଡଳଟି ମଳିନ ଦିଶୁଛି, ମୁଖମଣ୍ଡଳଟି ଝାଉଁଳି ପଡ଼ିଛି, ଭକ୍ତକୁ କଷ୍ଟ ହବନି। ନାରଦ ପ୍ରଣାମଟି ଢାଳିଦେଲେ। ତେବେ ଠାକୁର ଆପଣ ଏମିତି ମନ କାହିଁକି ମାରିକି ବସିଛନ୍ତି? କ'ଣ ହେଇଛି ଆପଣଙ୍କର? କାହିଁକି ଆପଣ ମନ ଦୁଃଖ କରିକି ବସିଛନ୍ତି? ଭଗବାନ ଡାକିଦେଲେ କହିଲେ ନାରଦରେ ଆଜି ଜଣେ ମୋର ଭକ୍ତ କଥା ମନେ ପଡୁଛି। ଭଗବାନ ନାରଦକୁ କହୁଛନ୍ତି, ଭକ୍ତକୁ କହିଲେ କହିଲେ ଭକ୍ତ ନାରଦ ମର୍ତ୍ତ୍ୟପୁରରେ ଜଣେ ଭକ୍ତ କଥା ମୋର ମନେ ପଡୁଛି। ନାରଦ ବିଚାର କଲେ ପ୍ରଭୁ ମୁଁ ଆପଣଙ୍କର ଏଡ ଭକ୍ତ, ମୁଁ ସବୁବେଳେ ଆପଣଙ୍କର ନାମ ଭଜନ ରଟନ କରୁଛି। ମୁଁ ଥାଉ ଥାଉ କ'ଣ ମର୍ତ୍ତ୍ୟପୁରରେ ଜଣେ ବଡ଼ ଭକ୍ତ ଅଛି? ମୋର ମର୍ତ୍ତ୍ୟପୁରରେ ଜଣେ ଭକ୍ତ କଥା ମନେ ପଡୁଛି। ନାରାୟଣ ନାରଦ ବିଚାର କଲେ କହିଲେ ମୁଁ ତ ସବୁବେଳେ ଠାକୁରଙ୍କ ନାମକୁ ଜପ କରୁଛି, ଦିନ ନାହିଁ ରାତି ନାହିଁ 24 ଘଣ୍ଟା ଅହରହ ପ୍ରଭୁଙ୍କ ନାମକୁ ଜପ କରୁଛି। ହେଲେ ମୁଁ ବଡ଼ ଭକ୍ତ ହେଲିନି। ମୁଁ ଥିବା ଅବସ୍ଥାରେ ମୋ ପ୍ରଭୁ କହୁଛନ୍ତି ତାଙ୍କର ମର୍ତ୍ତ୍ୟପୁରରେ ଜଣେ ଭକ୍ତ କଥା ମନେ ପଡୁଛି। ଭଗବାନ ଚିନ୍ତା କଲେ କହିଲେ ହଁ ନାରଦ ମନରେ ଅହଙ୍କାର ଜନ୍ମିଛି। ଗର୍ଭରଞ୍ଜନ ନାର ହରି ଗର୍ବ ନ ସହନ୍ତିକା ନାରଦ ଆଜ୍ଞା ଫେରି ଆସିଲେ ଦୁଃଖର ସହିତ। କାହିଁକି ନା ଠାକୁର କହୁଛନ୍ତି ହେଲେ ଭକ୍ତ ନାରଦ ତମେ ମୋ ଭକ୍ତ, କିନ୍ତୁ ଆଉ ଜଣେ ମର୍ତ୍ତ୍ୟପୁରରେ ମୋର ଭକ୍ତ ଅଛି, ତାରି କଥାଟା ମୋ ମନେ ପଡୁଛି। ସେ କିଏ ନା ଚଷା ଘରର ପୁଅ। ଚଷା ଘରର ପୁଅ ସେ ହଉଛି ମୋର ବଡ଼ ଭକ୍ତ, ସେ ହଉଛି ମୋର ଶ୍ରେଷ୍ଠ ଭକ୍ତ। ମନ କଥା ମନରେ ରହିଲା ନାରଦଙ୍କର। କହିଲେ ମୋ ଠାକୁର କହୁଛନ୍ତି ତାଙ୍କ ଭକ୍ତ ଚଷା ଘରର ପୁଅ, ମୁଁ ଟିକେ ପରୀକ୍ଷା କରିବି ସତରେ କ'ଣ ପ୍ରଭୁଙ୍କର ଜଣେ ଭକ୍ତ ଅଛି ମର୍ତ୍ତ୍ୟପୁରରେ। ନାରଦ ଆଜ୍ଞା ଧୀରେ ଧୀରେ ମର୍ତ୍ତ୍ୟପୁରକୁ ଫେରିଲେ। ଯେତେବେଳେ ମର୍ତ୍ତ୍ୟପୁରରେ ପହଞ୍ଚିଲେ ଛଦ୍ମବେଶ ରହିଲେ। କହିଲେ ଦେଖିବା ଠାକୁରଙ୍କର ଇଏ କେମିତି ଚଷା ଘରର ପୁଅ ବଡ଼ ଭକ୍ତ ହେଲା, ମୁଁ ଟିକେ ଦେଖିବି ପରୀକ୍ଷା କରିବି। ଲୁକାୟିତ ଭାବରେ ନାରଦ ରହିଲେ। ନାରଦ ତ ଲୁକାୟିତ ଭାବରେ ରହିଲେ। ରାତି ପାଇକି ପ୍ରଭାତ ହେଲା। ଚଷା ଘର ପୁଅଟି ଉଠିଲା, ଶଯ୍ୟା ତ୍ୟାଗ କଲା ବେଳେ ହେଲା କୃଷ୍ଣାୟ ଗୋବିନ୍ଦାୟ ନମଃ। ପ୍ରଭୁଙ୍କ ନାମକୁ ଥରଟିଏ ସ୍ମରଣ କଲେ। ଚଷା ଘରର ପୁଅର ବାପା କାମ କ'ଣ? ସକାଳୁ ଉଠିବ, ନିତ୍ୟକର୍ମ ସାରିଲା, ପଖାଳ ଖାଇଲା, ହଳ ଲଙ୍ଗଳ ଧରିଲା, ବିଲକୁ ଯିବ। ତା କାମ ନୀତିଦିନିଆ କାର୍ଯ୍ୟ ସେ କରିବା ପାଇଁ ଗଲା। ଯେତେବେଳେ ଗଲା ସମୟ ହେଲା ବାପା ଗୋଟେ ଦିଟା ଘରକୁ ଚଷା ଘର ପୁଅ ଆସିଲା, ହଳ ଲଙ୍ଗଳ ରଖିଦେଲା, ବଳଦ ବାନ୍ଧିଦେଲା, ସ୍ନାନ କରିକି ଆସିଲା। ନାରଦ ଛଦ୍ମବେଶରେ ଅଛନ୍ତି। ଛଦ୍ମବେଶରେ ଥାଇକି ଦେଖୁଛନ୍ତି ଚଷା ଘର ପୁଅଟି ହଳ ଲଙ୍ଗଳ ଥୋଇଦେଲା, ବଳଦ ବାନ୍ଧିଦେଲା, ସ୍ନାନ ସାରିକି ଆସିଲା ବେଳେ କହିଲା ପ୍ରଭୁ ଗୋବିନ୍ଦାୟ ନମଃ। ନାରଦ ଋତୁ କରିକି ଥାଇକି ଦେଖୁଛନ୍ତି 3 ଥର 2 ଥର ହେଲା, ଆଉ ପ୍ରଭୁଙ୍କ କଥା ମନେ ନାହିଁ। ସନ୍ଧ୍ୟା ହେଲା, କହିଲା ଗୋବିନ୍ଦାୟ କୃଷ୍ଣାୟ ନମଃ। 3 ଥର ଧଇଲା। ନାରଦ ଦେଖୁଛନ୍ତି। କହିଲା ଆରେ ଯେଉଁ ନାମକୁ ମୁଁ ଅହର ଜପ କରୁଛି ସେ ନାମକୁ ଜପ କଲେ ମୁଁ ବଡ଼ ଭକ୍ତ ହେଲିନି। ସାମାନ୍ୟ ଚଷା ଘର ପୁଅ 3 ଥର ପ୍ରଭୁଙ୍କ ନାମକୁ ଧରୁଛି, ଏଇଥର ମୋ ପ୍ରଭୁ କହୁଛନ୍ତି ସେ ହଉଛି ବଡ଼। ନାରଦ ମନ କଥା ମନରେ ରହିଲା। ପହଞ୍ଚିଗଲେ ବାପା ବୈକୁଣ୍ଠପୁର। ନାରଦ ନାରାୟଣ ନାରାୟଣ ପୁନର୍ବାର ଆସିଲ। ପ୍ରଭୁ ମର୍ତ୍ତ୍ୟପୁରକୁ ଯାଇଥିଲି, ଆପଣଙ୍କ ଆଦେଶ ମାନି ମର୍ତ୍ତ୍ୟପୁରକୁ ଯାଇଥିଲି। କିନ୍ତୁ ଆପଣ ଯାହାକୁ କହୁଛନ୍ତି ଭକ୍ତ ବୋଲି ସେ ମାତ୍ର 3 ଥର ଆପଣଙ୍କ ନାମ ଭଜନ କରୁଛି। ମୁଁ ଯେତେବେଳେ ସବୁବେଳେ ଆପଣଙ୍କର ନାମ ଭଜନ କରୁଛି ନାରାୟଣ ନାରାୟଣ ସେ 3 ଥର ଜପନ କରୁଛି, ତାହେଲେ ସେ କେମିତି ବଡ଼ ଭକ୍ତ ହେଲା? ସେ କେମିତି ବଡ଼ ଭକ୍ତ? ବାବା ବାବା
ଠାକୁର ମୋର ବିଚାର କଲେ ଆଜ୍ଞା। କହିଲେ ହୋ ନାରଦ ମନରେ ଅହଙ୍କାର ଜନ୍ମିଛି ଭଗବାନ ସବୁ ସହିବେ ଭକ୍ତ ନିନ୍ଦା ଦେଲେ ସହିବ ଭକ୍ତ